ଉପକ୍ରମ ଶ୍ରୀ ଜଗନ୍ନାଥ ସଂସ୍କୃତିରେ ବାହୁଡ଼ା ଯାତ୍ରାର ଏକ ବିଶେଷ ମହତ୍ତ୍ୱ ରହିଛି। ରଥଯାତ୍ରା ଦିନ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର ଓ ଦେବୀ ସୁଭଦ୍ରା ଜନ୍ମବେଦୀ ବୋଲି ପରିଚିତ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି। 7 ଦିନ ସେଠାରେ ବିରାଜମାନ କରିବା ପରେ ସେମାନେ କର୍ମବେଦୀ ବୋଲି ପରିଚିତ ଶ୍ରୀମନ୍ଦିରକୁ ଫେରି ଆସନ୍ତି। ଏହି ପବିତ୍ର ଫେରନ୍ତା ଯାତ୍ରାକୁ ବାହୁଡ଼ା ଯାତ୍ରା ବୋଲି କୁହାଯାଏ। ଏହା ଓଡ଼ିଶାର ଏକ ପ୍ରମୁଖ ଧାର୍ମିକ ଓ ସାଂସ୍କୃତିକ ପର୍ବ ଅଟେ। ଉପକ୍ରମ ପରେ ବର୍ଣ୍ଣନା। ବାହୁଡ଼ା ଯାତ୍ରା ଆଷାଢ଼ ଶୁକ୍ଳ ଦଶମୀ ତିଥିରେ ପାଳନ କରାଯାଏ। ସକାଳୁ ସକାଳୁ 3 ରଥରେ ବିଭିନ୍ନ ନୀତି ସମ୍ପନ୍ନ ହେବା ପରେ ପହଣ୍ଡି ବିଜେରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ରଥାରୂଢ଼ ହୁଅନ୍ତି। ପରେ ଗଜପତି ମହାରାଜ ପାରମ୍ପରିକ ଛେରା ପହଁରା ନୀତି ସମ୍ପନ୍ନ କରନ୍ତି। ଏହାପରେ ଲକ୍ଷ ଲକ୍ଷ ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ୱନି ମଧ୍ୟରେ ରଥଟଣା ଆରମ୍ଭ ହୁଏ। ବାହୁଡ଼ା ଯାତ୍ରା ସମୟରେ ଶ୍ରୀଜଗନ୍ନାଥଙ୍କ ରଥ ପ୍ରଥମେ ମାଉସୀ ମା ମନ୍ଦିର ନିକଟରେ ଅଟକିଥାଏ। ସେଠାରେ ମହାପ୍ରଭୁଙ୍କୁ ପାରମ୍ପରିକ ପୋଡ଼ପିଠା ଭୋଗ ଅର୍ପଣ କରାଯାଏ। ଏହାପରେ 3 ରଥ ଶ୍ରୀମନ୍ଦିର ଆଡ଼କୁ ଅଗ୍ରସର ହୁଅନ୍ତି। ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଅସଂଖ୍ୟ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭିଡ଼ ଜମାଇଥାନ୍ତି। ଭକ୍ତମାନଙ୍କର ଭକ୍ତି, ଉତ୍ସାହ ଓ ଆନନ୍ଦରେ ପୁରୀଧାମ ଉତ୍ସବ ମୁଖର ହୋଇଉଠେ। ବର୍ଣ୍ଣନା ପରେ ଶେଷରେ ଉପସଂହାର। ବାହୁଡ଼ା ଯାତ୍ରା କେବଳ ଏକ ଧାର୍ମିକ ପର୍ବ ନୁହେଁ, ବରଂ ଭକ୍ତି, ସମାନତା, ଭ୍ରାତୃତ୍ୱ ଓ ଆଧ୍ୟାତ୍ମିକତାର ପ୍ରତୀକ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ଯାତ୍ରାରେ ଅଂଶଗ୍ରହଣ କରି ମହାପ୍ରଭୁଙ୍କ ଆଶୀର୍ବାଦ ଲାଭ କରନ୍ତି। ଓଡ଼ିଆର ସଂସ୍କୃତି ଓ ପରମ୍ପରା ବିଶ୍ୱ ଦରବାରରେ ପରିଚିତ କରାଇବାରେ ବାହୁଡ଼ା ଯାତ୍ରାର ଅବଦାନ ଅତୁଳନୀୟ।